ସେଥିପାଇଁକା ୟାକୁ ଆଡ଼ପ ମଣ୍ଡପ ଭୋଗ କୁହାଯାଏ। ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ ଭୋଗ ବର୍ଷ ସାରା ଯିଏ ସେଠି ନ ପାଇଥିବ ଏଠି ସେଠି ବର୍ଷ ପାଇବା ଯା ଏଠି ଗୋଟିଏ ଦିନ ପାଇବା ତା। ୟାର ମହାପ୍ରସାଦର ମୂଲ୍ୟ ବହୁତ ଉଚ୍ଚ ସ୍ତରରେ। ଆଉ କାଲି ଆମର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯେଉଁ ଆମର ବ୍ୟବସ୍ଥା କରାଯାଇଛି ରୋଷେଇ ଭିତରେ ତାଙ୍କୁ ଆମେ ସ୍ୱାଗତ କରୁଛୁ। ଅନେକ କାର୍ଯ୍ୟ କରାଯାଇଛି, ନୂତନ କାର୍ଯ୍ୟ ତା ଭିତରେ। ଆଉ କାଲିର ନୀତିକାନ୍ତି ପାଇଁ ଆଜିର ଆମର ନୀତିକାନ୍ତି ଆମର ସମସ୍ତଙ୍କ ପାଇଁ ଆମର ଥିଲା ଗୋଟେ କେମିତିକା ବରସିଂହାର ବେଶ ହେବ, ମହାପ୍ରଭୁ ପହୁଡ଼ ହେବେ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତଙ୍କର ଟାର୍ଗେଟ୍ ଅଛି ଯେ କେମିତି ହେବ ବୋଲିକା, କିନ୍ତୁ ସମସ୍ତେ ଆମେ ପ୍ରୟାସ କରୁଛୁ ବର୍ତ୍ତମାନ ସୁଦ୍ଧା ବି। ଯଦି ମହାପ୍ରଭୁ ଠିକ୍ ସମୟରେ ପଳେଇବେ ଆମେ ବରସିଂହାର ବେଶ କରି ମହାପ୍ରଭୁଙ୍କୁ ପହୁଡ଼ କରିବୁ। ପହୁଡ଼ କଲେ କ'ଣ ସୁବିଧା ହେବ, କାଲି ପାଇଁ ଯେଉଁ ଆମ ଅଗଣିତ ଭକ୍ତଗଣ ଯେଉଁ ଆଡ଼ପ ମଣ୍ଡପ ମହାପ୍ରସାଦ ପାଇବା ପାଇଁ ଯେଉଁ ଅପେକ୍ଷା କରି ଅଛନ୍ତି ତଥା ଶୀଘ୍ର ଭାରି ପଡ଼ିବ, ସେଥିପାଇଁ ସମସ୍ତେ ପାଇପାରିବେ। ସକାଳ ଦୁପରେ ଆଡ଼ପ ଅବଢ଼ା କେତେ ଲୋକ ଭକ୍ତଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି? ସକାଳ ଏଇ ଗୁଣ୍ଡିଚା ମନ୍ଦିରରେ 3 ଧୂପରେ ତୋଳାଯିବ, 3 ଭୋଗ ମଣ୍ଡପରେ ବି ତୋଳାଯିବ। ଆଉ ସକାଳ ଧୂପରେ କାଲି ଆମର 50ରୁ 60,000 ଲୋକ ପାଇଁକା ଆମର ମହାପ୍ରସାଦ ପ୍ରସ୍ତୁତି ହେଇଛି। ଆଉ ଆନନ୍ଦ ବଜାର ଖାଇବା ପାଇଁକା ବି ମଧ୍ୟ ବସିକି ଖାଇବା ପାଇଁକା ବଢ଼ିଆ ବ୍ୟବସ୍ଥା ହେଇଛି। ଫ୍ୟାନ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି। ପାଣି କଳର ପାଣି ପିଇବା ପାଇଁକା ସ୍ୱତନ୍ତ୍ର ମିନେରାଲ୍ ପାଣି ବି ସବୁ କଳର ଆମର ଅଛି ସେଠି, ଆପଣମାନେ ପାଣି ବି ପିଇପାରିବେ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆନନ୍ଦ ବଜାରରେ ଯାହା ଯେଉଁ ହେବା କଥା ସବୁ ପ୍ରକାର ବ୍ୟବସ୍ଥା କରାଯାଇଅଛି। ମହାପ୍ରସାଦ ଆଡ଼ପ ଅବଢ଼ା ଭିତରେ କିଛି ତଫାତ୍ ଥାଏ କି? ଦେଖନ୍ତୁ, ଜନ୍ମବେଦୀର ଭୋଗ ଆଉ ଶ୍ରୀମନ୍ଦିର ଭୋଗ ଭିତରେ ଫରକ, କାରଣ ଏଇ ହେଲା ଜନ୍ମବେଦୀ। ଜନ୍ମବେଦୀରେ ମହାପ୍ରଭୁ ଯେତେବେଳେ ପ୍ରଥମ ଏଇଠି ମହାପ୍ରସାଦ ଖାଇଥିଲେ ତା'ର ବାସ୍ନା ଅଲଗା ରହିବ, ଆଉ ଶ୍ରୀମନ୍ଦିରର ମହାପ୍ରସାଦ ବାସ୍ନା ସ୍ୱତନ୍ତ୍ର ଭିନ୍ନ ଅଲଗା ରହିବ। ସେଥିପାଇଁକା ୟାକୁ କୁହନ୍ତି ଆଡ଼ପ ମଣ୍ଡପ ଭୋଗ। ଦର କେମିତି ରହିବ? ଦର ଶ୍ରୀମନ୍ଦିର ପ୍ରଶାସନରେ ଯାହା ଦର ଅଛି ଏଠି ବି ଉଚିତ ମୂଲ୍ୟର ଦର ଦିଆଯିବ। ସେଥିପାଇଁକା ମୁଁ ଆପଣ ମାଧ୍ୟମରେ ୟା ପୂର୍ବରୁ ମୁଁ ବି କଣ୍ଟାକ୍ଟ ନମ୍ବର ଦେଇଥିଲି। ବର୍ତ୍ତମାନ ବି ଆଜି ବି ଏଇନି ବର୍ତ୍ତମାନ ଆପଣମାନଙ୍କୁ ବି ଗଣମାଧ୍ୟମରେ ଆମର ଜଗନ୍ନାଥ ପ୍ରେମୀମାନଙ୍କୁ ମୁଁ ଦେଉଛି, ଯଦି କୌଣସି ଆନନ୍ଦ ବଜାରରେ ଆପଣଙ୍କର କୌଣସି ଅସୁବିଧା ଭୋଗ କରନ୍ତି ତାହେଲେ ମୋତେ ମୋ ସାଙ୍ଗେ ଡାଇରେକ୍ଟ କଥାବାର୍ତ୍ତା ହେଇପାରିବେ। 7008889739କୁ ମୋ ସାଙ୍ଗେ କଥାବାର୍ତ୍ତା ହେଇପାରିବେ। କୌଣସି ଦଲାଲ ଭାବରେ ପଡ଼ିବେନି। କୌଣସି କାହା ଡାଇରେକ୍ଟ ଯାଇକି ଆପଣ ଶିଳ୍ପକାର ମାଧ୍ୟମ ଦୋକାନରେ ଯାଇ କିଣିବେ, ଖାଇବେ, ପିଇବେ, ମହାପ୍ରଭୁଙ୍କୁ ଦର୍ଶନ କରି ଆପଣ ଘରକୁ ଆପଣ ଯିବେ। ଜୟ ଜଗନ୍ନାଥ।